ରାନୁ କାଉର ଆଜି ଜନ୍ମଦିନ ଥିଲା। ତା ଜନ୍ମଦିନ ପାଇଁ ରାନୁ କାଉ ବହୁତ ଖୁସି ଥିଲା। ସାନୁ ଜଲ୍ଦି ଜଲ୍ଦି ଗଲ, ନଦୀରେ ତମ ମୁହଁ ଟା ଧୋଇ ଦେଇ ଆସିବ। ସେ ଥଣ୍ଟଟା କେତେ ଅସନା ହେଇଛି, ଭଲ କି ଧୋଇ ଆସିବ। ଆଉ ମୁଁ ଯାଉଛି କେକ୍ ଆଣିବା ପାଇଁ। ହେଲେ ରାନୁ, ତୁ କେକ୍ କେତେବେଳେ କାଟିବୁ କି? ସନ୍ଧ୍ୟା ବେଳକୁ। ଆଉ ଏବେ ମୁଁ ଯାଉଛି ସବୁ ପକ୍ଷୀ ଘରେ ନିମନ୍ତ୍ରଣ କରିଦେଇ ଆସିବି। ସନ୍ଧ୍ୟା ବେଳକୁ ସମସ୍ତେ ମିଶି କେକ୍ କାଟିବା। ରାନୁ କାଉ ଖୁସି ହେଇ ତା ଜନ୍ମଦିନର କେକ୍ ଆଣିବା ପାଇଁ ଚାଲିଗଲା। ଆଉ ସାନୁ କାଉ ନଦୀକୁ ଚାଲିଗଲା। ନଦୀ କୂଳରେ ଥଣ୍ଡା ଥଣ୍ଡା ପବନ ଦଉଥିଲା। ସାନୁ କାଉ ଯାଇ ଗୋଟେ ଗଛ ମୂଳେ ଟିକେ ପେଟେଇ ପଡିଲା। ଆରେ ରାନୁ ତ କେକ୍ ଯାଇ ସନ୍ଧ୍ୟା ବେଳେ କାଟିବ, ବହୁତ ଡେରି ଅଛି। ସେବେ ପର୍ଯ୍ୟନ୍ତ ମୁଁ ଟିକେ ଶୋଇପଡେ। ରାନୁ କାଉ କେକ୍ ଆଣିବା ପାଇଁ ଗୋଟେ ବଡ ଦୋକାନକୁ ଗଲା। ଆଚ୍ଛା ଭାଇ, ଚକୋଲେଟ ର ଗୋଟେ ବଡ କେକ୍ ଟେ ଦିଅ। ଆରେ କାଉ, କାହା ଜନ୍ମଦିନ? କୋଉ ଛୋଟ ପକ୍ଷୀର ନା କୋଉ ବଡ ପକ୍ଷୀର? ଭାଇ ମୋର, ଆଜି ମୋର ଜନ୍ମଦିନ। ତୁ ବି କାଳି, ଚକୋଲେଟ କେକ୍ ର ରଙ୍ଗ ବି କଳା। ଏମିତି ଭଲ ମାନିବନି। ତୁ ଗୋଟେ କାମ କର, ପାଇନାପଲ ବାଲା କେକ୍ ଟା ନେଇଯା। ତୋର ତ ଭାରି ଚିନ୍ତା ହଉଛି ମୋ ରଙ୍ଗ ଦେଖି। ହଉ ହଉ ଠିକ ଅଛି, ଯୋଉ କେକ୍ କହିଲୁ ସେଇ କେକ୍ ଟା ଦେଇଦେ। ତାପରେ ରାନୁ କାଉ ପାଇନାପଲ ଫ୍ଲେଭର ଗୋଟେ ବଡ କେକ୍ ତା ସାଥିରେ ନେଇକି ଆସିଲା। ଘରେ ଆଣି ଟେବୁଲ ଉପରେ ସଜେଇକି ରଖିଦେଲା। କାଉ ଏପର୍ଯ୍ୟନ୍ତ ବି ଆସିଲାନି। ହଉ ଠିକ ଅଛି, ମୁଁ ଯାଉଛି ସବୁ ପକ୍ଷୀ ମାନଙ୍କୁ ମୋ ଜନ୍ମଦିନ ପାଇଁ ନିମନ୍ତ୍ରଣ କରିଦେଇ ଆସେ। ଏମିତି ଭାବି ରାନୁ କାଉ ଟିକି ଚଢେଇ ଘରକୁ ଗଲା। ଆଉ ଏପଟେ ରାନୁ କାଉ ଘର ସାମ୍ନାରେ ପଡିଆରେ ଛୋଟ ପକ୍ଷୀ ମାନେ ଫୁଟବଲ ଖେଳୁଥିଲେ। ଡୁଗୁ, ଛୋଟୁ ଆଉ ଲୁଲୁ। ହଠାତ୍ ଫୁଟବଲ ଖେଳୁ ଖେଳୁ ଲୁଲୁ ଫୁଟବଲକୁ ଗୋଟେ ଜୋର ସେ କିକ୍ ଲଗେଇଲା। ଫୁଟବଲ ଯାଇ ରାନୁ କାଉର ଝରକା ଭାଙ୍ଗି ତା ଘର ଭିତରେ ପଡିଲା। ଲୁଲୁ, ତୁ କଣ କଲୁ? ବଲ ତ ଯାଇ ରାନୁ ଆଣ୍ଟିଙ୍କ ଘରେ। ତୁ ଜାଣିଛୁ ରାନୁ ଆଣ୍ଟି କେତେ ରାଗିବେ? ରାନୁ ଆଣ୍ଟି ରାଗିବେ? ରାନୁ ଆଣ୍ଟି ତ ଘରେ ନାହାନ୍ତି, ମୁଁ ନିଜେ ଦେଖିଛି। ସେ ଏବେ ଆମ ଘର ଆଡକୁ ଯାଉଥିଲେ। ଚାଲ, ରାନୁ ଆଣ୍ଟି ଆସିବା ପୂର୍ବରୁ ଆମେ ତାଙ୍କ ଘରେ ପଶି ବଲଟା ନେଇ ଆସିବା। ହଉ ହଉ ଲୁଲୁ, ମୁଁ ଯାଉଛି। ପାରାର ପୁଅ ଛୋଟୁ ବଲ ଆଣିବା ପାଇଁ ରାନୁ କାଉ ଘର ଭିତରକୁ ଗଲା। କଣ ହେଲା? ଏ ତ ବହୁତ ବଡ ନୋକସାନ ହେଇଗଲା। ରାନୁ ଆଣ୍ଟିଙ୍କର ଏତେ ବଡ କେକ୍ ତଳେ ପଡିଗଲା। ରାନୁ ଆଣ୍ଟି ଦେଖିଲେ ତ ଆମକୁ ଜମା ଛାଡିବେନି, ଭାରି ରାଗିବେ। ଜଲ୍ଦି ଜଲ୍ଦି ଫୁଟବଲ ଉଠେଇ ଛୋଟୁ ସେଇଠାରୁ ଚାଲି ଆସିଲା। ଫେରି ଆସି ତା ସାଙ୍ଗମାନଙ୍କୁ ସବୁ କଥା କହିଲା। ସାଙ୍ଗମାନେ, ତମେ ମାନେ ଜାଣିଛ ରାନୁ କାଉ ଘରେ ବଲ ପଡି ରାନୁ ଆଣ୍ଟିଙ୍କର ଗୋଟେ ବଡ କେକ୍ ଟା ତଳେ ପଡି ସବୁ ନଷ୍ଟ ହେଇଗଲା। ବୋଧେ ଆଜି ରାନୁ ଆଣ୍ଟିଙ୍କର ଜନ୍ମଦିନ ଥିଲା, ସେଇଥିପାଇଁ ରାନୁ ଆଣ୍ଟି ସକାଳୁ ସବୁ ସାଜସଜ୍ଜା କରୁଛନ୍ତି। ହେଲେ ଆମେ ଏବେ ସମସ୍ତେ କଣ କରିବା? ଶୁଣ ସମସ୍ତେ, ଆମେ ଯେମିତି ନାହିଁ ସେମିତି ହଉ ରାନୁ ଆଣ୍ଟିଙ୍କ ପାଇଁ ଗୋଟେ କେକ୍ ଆଣିବାକୁ ପଡିବ, ନହେଲେ ଭାରି ଖରାପ ହବ। ହଉ ହେଲା, ହେଲେ ଆମେ ପଇସା କୋଉଠୁ ଆଣିବା? ତମ ପାଖରେ ପଇସା ଅଛି? ହଁ ଲୁଲୁ, ମୋ ପାଖରେ ତ ଟଙ୍କାଟା ଅଛି। ହେଲେ ଲୁଲୁ, ମୋ ପାଖରେ ସେତିକି ବି ନାହିଁ। ହଉ, ହେଲେ ମୋ କୁମ୍ପିରେ କିଛି ପଇସା ଅଛି, ଯାଉଛି ସେଥିରୁ କିଛି ପଇସା କାଢି ଆଣିବି। ଆଲୋ ଚଢେଇ, ସଞ୍ଜ ବେଳକୁ ତୁ ଆମ ଘରକୁ ଯିବୁ ହେଲା। ଗୋଟେ ବଡ ପାଇନାପଲ କେକ୍ ନେଇକି ଆଇଛି। ହଉ ରାନୁ ଭଉଣୀ, ମୁଁ ମୋ ପୁଅ ଲୁଲୁକୁ ସାଥିରେ ନେଇ ଯାଇ ପହଞ୍ଚିବି। ଠିକ ସେତିକି ବେଳେ ଲୁଲୁ ଆସି ପହଞ୍ଚିଲା। ଲୁଲୁ ତାଙ୍କ ଘରେ ରାନୁ କାଉକୁ ଦେଖି ପୁରା ଡରିଗଲା। ମାମା, ମାମା, ମୋ କୁମ୍ପିଟା କୋଉଠି ଅଛି? ପୁଅ ଲୁଲୁ, ଆମେ ଆଣ୍ଟିର ମୋର କଥା ହଉଛୁ, ଯା ଦେଖେ ଆଲମାରି ଉପରେ କୋଉଠି ଥିବ। ଲୁଲୁ ପୁଅ, ତୁ ତ ମା ସାଙ୍ଗରେ ଆସିବୁ। ଏମିତି କେକ୍ ତତେ ଖାଇବାକୁ ଦେବି, ତୁ ସେମିତି କେକ୍ କେବେ ବି ଖାଇ ନଥିବୁ। ହଁ ଆଣ୍ଟି, କେକ୍ ଟା ସତରେ ବି ସେମିତି ହେଇଯାଇଛି। କଣ କଣ କହିଲୁ ତୁ? ନାଇଁ ନାଇଁ ଆଣ୍ଟି, ସେ କିଛି ନୁହେଁ, ମୁଁ ଆସିବି। ତାପରେ ଲୁଲୁ ତା କୁମ୍ପି ଉଠେଇଲା ଆଉ ବାହାରକୁ ଚାଲିଗଲା। ହଉଲୋ ଚଢେଇ, ହଉ ତୁ ଆସିବୁ, ଆମେ ସେତିକି ଗପିଥିବା। ମୁଁ ଯାଉଛି, ଜଣେ ଆଉ କେତେ ଆଡେ ନିମନ୍ତ୍ରଣ କରିବାର ଅଛି। ତାପରେ ରାନୁ କାଉ ସେଇଠାରୁ ଚାଲିଗଲା। ଏଇଠି ସାଙ୍ଗମାନେ, ଏଇଠି ଏଇଠି ବସିକି ମୋ କୁମ୍ପିରୁ ପଇସା ବାହାର କରିଦେବା। ତାପରେ ସେ ସମସ୍ତ ସାଙ୍ଗ ଗୋଟେ ଜାଗାରେ ବସି କେକ୍ ପାଇଁ କୁମ୍ପିରୁ ପଇସା ସବୁ ବାହାର କରିଦେଲେ। ହେଲେ କେକ୍ କୋଉଠି ମିଳିବ? ମୁଁ ଜାଣିଛି, ସେପଟେ ଜଙ୍ଗଲରେ ଗୋଟେ ପକ୍ଷୀଙ୍କ ଦୋକାନ ଅଛି, ବଡ ଦୋକାନଟା, ସେଇଠି ସବୁ କେକ୍ ମିଳିବ। ଆଲୋ ପାରା, ତୁ ଜାଣିଛୁ ମୁଁ ଆଜି ଭାରି ଖୁସି ଅଛି। କହିଲୁ
ଆଜି କଣ? ଆଜି ଆଜି ଏମିତି କଣ ଖାସ୍ ଦିନ ଅଛି? ଜନ୍ମଦିନ ମୋର। ହଁ, ଆଜି ମୋ ଜନ୍ମଦିନ। ତୁ ବବଲି ଭାଉଜଙ୍କୁ ନେଇ ଯିବୁ, ହେଲେ ବବଲି ଭାଉଜ ଗଲେ କୁଆଡେ? ନଦୀକୁ ପାଣି ପିଇବାକୁ ଯାଇଛନ୍ତି। ହଉଲେ ହଉ, ତୋ ସ୍ତ୍ରୀ କି ନେଇ ଜଲ୍ଦି ଯାଇ ପହଞ୍ଚିବୁ। ଗୋଟେ ବଡ କେକଟେ ଆଣିଛି। ହଁ ଆସିବି, ନିଶ୍ଚୟ ଆସିବି। ଆମ ରାନୁର ଜନ୍ମଦିନ ଆମେ ସମସ୍ତେ ମିଶିକି ପାଳନ କରିବୁ। ସବୁ ଛୋଟ ପକ୍ଷୀମାନେ କେକ୍ ଆଣିବା ପାଇଁ ଅନ୍ୟ ଜଙ୍ଗଲକୁ ଉଡ଼ି ଯାଉଥିଲେ। ଏପଟେ ସନ୍ଧ୍ୟା ହେଇ ଆସିଥିଲା। ସାନୁ କାଉର ବି ନିଦ ଭାଙ୍ଗି ସାରିଥିଲା। ହଁ, ସନ୍ଧ୍ୟା ହେଇଗଲାଣି। ଏବେ ମତେ ଘରକୁ ଯିବାକୁ ପଡିବ। ସାନୁ କାଉ ନଦୀରୁ ପେଟେ ପାଣି ପିଇଲା ଆଉ ନିଜ ଘର ଆଡକୁ ଉଡ଼ିଗଲା। ଆରେ ଆରେ, ଇଏ କଣ? କେକ୍ କଣ ଭାଙ୍ଗିକି ତଳେ ପଡିଛି? ଘରେ ବି କେହି ନାହାନ୍ତି। ଲାଗୁଛି ରାନୁ କାଉ ହାତରୁ ବୋଧେ ଗଳି ପଡିଛି। ତଳେ ପଡ଼ିଥିବା କେକ୍ କୁ ସାନୁ କାଉ ଖାଇବାକୁ ଲାଗିଲା। ତଳେ ପଡିଥାଉ ପଛେ, ହେଲେ କେକ୍ ଟା ଅତି ଟେଷ୍ଟି, ଭାରି ସୁଆଦିଆ ହେଇଛି। ସାନୁ କାଉ କେକ୍ ଖାଉଥିବା ସମୟରେ ରାନୁ କାଉ ଘରେ ଆସି ପହଞ୍ଚିଲା। ତଳେ କେକ୍ ଭାଙ୍ଗିକି ପଡିଛି ଆଉ ସାନୁ କାଉ ଥଣ୍ଟାରେ କେକ୍ ଲାଗିଛି। ଏସବୁ ଦେଖି ରାନୁ କାଉ ରାଗିଗଲା। ହାय ହାୟ 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 ହାୟ, ଅଲାଜକୁ ଲାଜ ଶରମ ଟିକେ ନାହିଁ। କେକ୍ ତ ଖାଇଲ, ସବୁ କେକ୍ ତଳେ ପକେଇ ଖରାପ ବି କରିଦେଲ। ନାଇଲୋ ରାନୁ, ମୁଁ କିଛି ବି କରିନି। ମୁଁ ସବୁ ମୋ ଆଖିରେ ଦେଖିଲି, ଆଉ ତମେ କହୁଛ କିଛି କରିନ ବୋଲି। ରାଗି ଯାଇ ରାନୁ କାଉ ଗୋଟେ ବଡ ଝାଡୁ ଉଠେଇଲା। ସାନୁ କାଉକୁ ବହେ ସେକି ଦେଇଗଲା। ମାରି ମାରି ରାନୁ କାଉ ସାନୁ କାଉକୁ ଘରୁ ବାହାର କରିଦେଲା। ବଞ୍ଚାଅ, ଆରେ କିଏ ତ ଗୋଟେ ବଞ୍ଚାଅ। ସାନୁ କାଉ ଘରୁ ପଳେଇ ଯାଇ ନିଜ ଜୀବନକୁ ବଞ୍ଚେଇ ଦେଲା। ଜୀବନରେ ପ୍ରଥମ ଥର ସବୁ ପକ୍ଷୀକୁ ଘରକୁ ଖାଇବାକୁ ଡାକିଥିଲି। ପ୍ରଥମ ଥର ଏତେ ବଡ କେକ୍ ଆଣିଥିଲି କାଟିବି ବୋଲି, ହେଲେ ସାନୁ ମୋର ସବୁ ସ୍ୱପ୍ନରେ ପାଣି ପୁରେଇ ଦେଲା। ଏମିତି କହି ରାନୁ କାଉ ବହୁତ କାନ୍ଦିଲା। ଏବେ ଘରକୁ ସବୁ ପକ୍ଷୀ ଆସିବେ, ହେଲେ ସେମାନଙ୍କ ଆଗରେ ମୁଁ ଏବେ କଣ କହିବି? ନିଜ ମୁହଁ ଏବେ କେମିତି ଦେଖେଇବି? ଏମିତି କହି ରାନୁ କାଉ ମୁହଁ ବୁଲେଇ ଦେଖେ ତ ପାରା ଆଉ ପାରାର ସ୍ତ୍ରୀ ଆସି ପହଞ୍ଚିଲେ। ରାନୁ ଭଉଣୀ, ଆମେ ନ ଆସିବା ଆଗରୁ କେକ୍ ଟା କାଟିଦେଲ। ହେଲେ ରାନୁ କାଉ ପୁରା ଚୁପ୍ ରହିଥାଏ। ରାନୁ କାଉ, ତୁ ତ ଆମକୁ କହିଥିଲୁ କେକ୍ ଟା ରାତିକୁ କାଟିବୁ ବୋଲି, ହେଲେ ସନ୍ଧ୍ୟା ତ ଏବେ ହେଇଛି, ଆଉ ଆମେ ଆସୁ ଆସୁ ତୁ କେକ୍ ଟା ନିଜେ ଆଗ କାଟିଦେଲୁ। ହାଲୋ ପାରା, ତତେ ମୁଁ କଣ କହିବି? ମୋରି ଭୋକିଲା ସ୍ୱାମୀ ସାନୁ କେକ୍ ସବୁ ଖାଇଯାଇଛି, ଆଉ ବାକି ସବୁ କେକ୍ ତଳେ ଫୋପାଡ଼ି ଦେଇ ଘରୁ ଚାଲି ଯାଇଛି। ରାନୁ କାଉର ଏ କଥା ଶୁଣି ପାରା ଦି ଜଣ ହସିବାକୁ ଲାଗିଲେ। ଆରେ, ଏ ଲୁଲୁ ଏତିକି ବେଳେ କୁଆଡେ ଚାଲିଗଲା? ମୁଁ ଯାଉଛି ଏବେ, ସେ ତାର ପଛରେ ଆସିବ। ଟିକି ଚଢେଇ ବି ରାନୁ କାଉ ଘରେ ଯାଇ ପହଞ୍ଚିଲା। ବୋଧେ ମୋର ଟିକେ ଡେରି ହେଇଗଲା। ତମେ ତ ଆଗରୁ କେକ୍ କାଟିଦେଲ ରାନୁ ଭଉଣୀ। ହାଲୋ ପାରା, ତୁ ଟିକେ ଚଢେଇକି କହିଦେ, ମୋ ମନଟା ଆଜି କେତେ ଦୁଃଖ। ଚଢେଇ ଭଉଣୀ, ସାନୁ କାଉ ଏସବୁ କରିଛି। କେକ୍ ଅଧା ଖାଇଛି ଆଉ ତଳେ ପକେଇ ଦେଇ ଏଇଠୁ ଚାଲି ଯାଇଛି। ଏ କଥା ଶୁଣି ଟିକି ଚଢେଇର ହସ ତ ଜମା ବନ୍ଦ ହେଲାନି। ସାନୁ ଭାଇ ଏମିତି ତ ସବୁବେଳେ କରି ଆସିଛି। ଠିକ୍ ସେତିକି ବେଳେ ଲୁଲୁ, ଛୋଟୁ, ଡୁଗୁ ଆଉ ଛୋଟ ମିଠୁ 4 ଜଣ ଯାକ ଗୋଟେ ବଡ କେକ୍ ଆଣି ଟେବୁଲ ଉପରେ ରଖିଦେଲେ। ରାନୁ ଆଣ୍ଟି, ତମକୁ ଜନ୍ମଦିନର ବହୁତ ବହୁତ ଶୁଭେଚ୍ଛା, ଶୁଭକାମନା। ସରି ରାନୁ ଆଣ୍ଟି, ଆମେ ଖେଳୁଥିଲୁ, ଆମ ଫୁଟବଲ ବାଜିକି ତମ କେକ୍ ଟା ନଷ୍ଟ ହେଇଯାଇଥିଲା। ଆଉ ଦେଖ, ଆମେ ଏବେ ନୂଆ କେକ୍ ଟା ନେଇ ଆସିଛୁ। କଣ? ଝରକା ସେପଟେ ସାନୁ କାଉ ଏସବୁ ଶୁଣୁଥିଲା। ତାପରେ ସାନୁ କାଉ କହିଲା, ରାନୁ, ଏବେ ମୁଁ ଘର ଭିତରକୁ ଆସିପାରିବି ତ? ଏକଥା ଶୁଣି ସବୁ ପକ୍ଷୀ ଜୋର ଜୋର ହସିବାକୁ ଲାଗିଲେ। ଆଉ ରାନୁ କାଉର ଜନ୍ମଦିନ ପୁରା ଧୁମଧାମରେ ସେଲିବ୍ରେସନ କଲେ। ଉଠ, ତମର କଣ ମନେ ନାହିଁ ଆଜି ଆମ ଝିଅର ଜନ୍ମଦିନ ବୋଲି? ନା ନା ଟିକି, ମୁଁ କେମିତି ଏକଥା ଭୁଲିଯିବି? ମୁଁ ସବୁ କିଛି ବ୍ୟବସ୍ଥା କରିଦେଇଛି। ବାପା, ମୋର ସବୁ ରଙ୍ଗୀନ କାଗଜ ଆଉ ବେଲୁନ ସବୁ କଣ ହେଲା? ପରୀର ଏ କଥା ଶୁଣି ସାଙ୍ଗେ ସାଙ୍ଗେ ଟିଟୁ ଚଢେଇ ପରୀକୁ ଗୋଟେ ବ୍ୟାଗ ଧରେଇ ଦେଲା। ନେ ମୋ ଝିଅ ପରୀ, ଏଇଥିରେ ସବୁ ବେଲୁନ ଆଉ ରଙ୍ଗୀନ କାଗଜ ସବୁ ଅଛି। ନେଇକି ଆଖପାଖ ସବୁ ଗଛ ଆଉ ଆମ ଘର ଭଲ ଭାବରେ ସଜେଇ ଦେ। ମୁଁ ଯାଉଛି ମୋ ଝିଅ ପାଇଁ ଗୋଟେ ବଡ କେକ୍ ନେଇକି ଆସିବି। ମୋ ପାପା ସବୁଠାରୁ ବେଷ୍ଟ ପାପା।
ଏମିତି କହି ସାଙ୍ଗେ ସାଙ୍ଗେ ପରି ଯାଇ ତା ବାପାକୁ ଖୁସିରେ କୁଣ୍ଡେଇ ପକେଇଲା। ତାପରେ ଟିଟୁ ଚଢ଼େଇ ବାହାରି ଗଲା ତା ଝିଅ ପାଇଁ କେକ୍ ଆଣିବା ପାଇଁ। ମୁଁ ଯାଉଛି ମୋ ଝିଅକୁ ଆଜି ସାହାଯ୍ୟ କରିବି। ତାପରେ ସେ ମା ଝିଅ ମିଶି ତାଙ୍କ ଘର ବହୁତ ଭଲ ଭାବରେ ସଜେଇ ଦେଲେ। ଆଉ ଆଖପାଖରେ ଯେତେ ବି ଗଛ ଅଛି ସବୁ ଗଛରେ ସୁନ୍ଦର ସୁନ୍ଦର ବେଲୁନ ଆଉ ରଙ୍ଗୀନ କାଗଜ ସବୁ ଲଗେଇଦେଲେ। ମାମା ମୁଁ ଯାଉଛି, ମୁଁ ସବୁ ସାଙ୍ଗମାନଙ୍କୁ କହିଦେଇ ଆସିବି। ଏମିତି କହି ପରି ସବୁ ସାଙ୍ଗମାନଙ୍କୁ ଜଣେଇବା ପାଇଁ ବାହାରିଗଲା। ପରି ଜଲ୍ଦି ଫେରି ଆସିବୁ। ପରି ଯାଇ ନଦୀ ପାଖରେ ବସିଥିବା ସବୁ ସାଙ୍ଗକୁ ଜଣେଇଲା। ତମେ ମାନେ ଜାଣିଛ ମୋ ବାପା ବହୁତ ବେଲୁନ ନେଇକି ଆସିଥିଲେ ଆଉ ବହୁତ କଲର ବାଲା ପେପର ବି ଆଣିଥିଲେ। ଆମେ ମୋ ମାମା ଆଉ ମୁଁ ଆମ ଘର ବଢିଆରେ ସଜେଇ ଦେଇଛୁ ଆଉ ଆଖପାଖ ଯେତେ ଗଛ ସବୁ ଗଛ ସଜେଇ ଦେଇଛୁ। ଖାଲି ସେ କାଗଜ ଆଉ ବେଲୁନ ଆଉ କେକ୍ ତ ତୋ ବାପା ଆଣିନଥିବେ। ହଁ, ମୋ ବାପା କେକ୍ ବି ଆଣିଛନ୍ତି ଆଉ ସେ ବଡ କେକ୍ ଆଣିବା ପାଇଁ ଯାଇଛନ୍ତି। ପରି ମତେ ଲାଗୁଛି ତୁ ମିଛ କହୁଛୁ। ତୋ ବାପା ମା ତ ଭାରି ଗରିବ, ହେଲେ ଏତେ ସବୁ ସେ କେମିତି କଲେ? ଜଗୁ, ତୁ ଜାଣିଛୁ ମୋ ବାପା ମା ସବୁଠାରୁ ଭଲ। ମୋ ବାପା ମାଙ୍କ ଠାରୁ କମ ଭଲ। ଏମିତି କହି ଜଗୁ କାଉ ରାଗିକି ସେଠାରୁ ଚାଲିଗଲା। ମାମା ସେ ଟିକି ଚଢ଼େଇର ଝିଅ ମତେ ଭାରି ଚିଡଉଛି। ସିଏ ତା ଜନ୍ମଦିନ ପାଇଁ ସବୁଆଡେ ବେଲୁନ ଆଉ ସୁନ୍ଦର ସୁନ୍ଦର କାଗଜ ବି ଲଗେଇଛି। ପୁଅ ଜଗୁ, ତୁ କଣ କହୁଛୁ? ସେ ଗରିବ ଚଢେଇ ଝୁଅର ଏତେ ଭାବ ମୋ ଝିଅକୁ କହିବ? ଦେଖେ, ତୋ ମାମା ତତେ କଥା ଦଉଛି, ସେ ଚଢେଇ କେବେ ବି ଏତେ ଖୁସି ମନେଇ ପାରିବନି। ସାନୁ ଉଠିଲା, ଉଠ। ଏମିତି କିଛି ଯାଇକି କର ଯେମିତି ସେ ଗରିବ ଚଢେଇର ସବୁ ଖୁସି ପାଣିରେ ଭାସିଯିବ। ରାନୁ, ତୁ କାହିଁ ରାଗୁଛୁ? ଜମା ବ୍ୟସ୍ତ ହନା। ଏସବୁର ଉପାୟ ହଉଛି ଜଣେ, ସିଏ ହଉଛି ମୋ ସାଙ୍ଗ ବବଲୁ ବାଦଲ। ସିଏ କରିବ ବର୍ଷା ଆଉ ଏପଟେ ଟିକି ଚଢେଇ ଝୁଅର ସବୁ ବେଲୁନ ଆଉ ସବୁ କଲର ପେପର ଖରାପ ହେଇଯିବ। ଏମିତି କହି ସାନୁ କାଉ ସାଙ୍ଗେ ସାଙ୍ଗେ ବାହାରି ପଡିଲା ତା ସାଙ୍ଗ ବାଦଲ ପାଖକୁ। ସାନୁ କାଉ ସମୁଦ୍ର ପାଖରେ ଥିବା ବବଲୁ ବାଦଲ ପାଖରେ ଯାଇ ପହଞ୍ଚିଲା। ଆରେ ବବଲୁ, ତୁ ଜାଣିଛୁ ଆଜି ସେ ଚଢେଇ ଝୁଅର ଜନ୍ମଦିନ ଆଉ ସେମାନେ ଭାରି ଖୁସି ଅଛନ୍ତି। ଆଉ ମୁଁ କହୁଛି ସେ ଚଢେଇର ଖୁସି ତୁ ସହିପାରୁନୁ। ମୁଁ ଠିକ କହିଲି ନା ସାନୁ? ହଁ ସାଙ୍ଗ, ତୁ ପୁରା ଠିକ କହିଲୁ। ଚାଲ, ତୁ ଏବେ ମୋ ସହିତ ଚାଲ ଆଉ ତା ଖୁସିରେ ପାଣି ପୁରେଇ ଦେ। ସବୁ ଆରେଞ୍ଜମେଣ୍ଟ ତାର ଖରାପ କରିଦେ। ହେଲେ ସାନୁ, ତୁ ମତେ କଥା ଦେ, ମତେ ପଇଡ ପାଣି ପିଇବାକୁ ଦବୁ ନା? ହଁ, କାହିଁକି ନୁହେଁ। ଚାଲ, ତୁ ଏବେ ମୋ ସହିତ ଚାଲ। ତାପରେ ସାନୁ କାଉ ଠିକ ସେଇଆ କଲା। ବବଲୁ ବାଦଲକୁ ତା ସହିତ ଡାକି ଆଣିଲା ଆଉ ଟିକି ଚଢେଇର ଘର ଉପରେ ଜୋର ଜୋର ବର୍ଷା କଲା। ଟିକି ଚଢେଇର ସବୁ ଆରେଞ୍ଜମେଣ୍ଟ ବେକାର ହେଇଗଲା। ମାମା, ସବୁ ଖରାପ ହେଇଗଲା। ସବୁ କାଗଜ ବି ନଷ୍ଟ ହେଇଗଲା ଆଉ ସବୁ ବେଲୁନ ବି ଫାଟିଗଲା। ଏମିତି କେମିତି ସମ୍ଭବ ହେଲା? ଏତେ ଜୋର ଖରା ତ ହଉଥିଲା, ଏ ହଠାତ୍ ବର୍ଷା କୋଉଠୁ ଆସିଗଲା? କାନ୍ଦେନି ମୋ ଝିଅ, ତୋ ବାବା ଏବେ କେକ୍ ନେଇକି ଆସୁଥିବେ, ଆମେ ଖୁସିରେ କେକ୍ କାଟିଦବା। ଆଚ୍ଛା ସାନୁ, ମୋ କାମ ସରିଲା, ଏବେ ମୁଁ ଯାଉଛି। ସେ ଚଢେଇର ସବୁ କିଛି ନଷ୍ଟ ହେଇଗଲା। ତାପରେ ସେ ବବଲୁ ବାଦଲ ସେଠୁ ଚାଲିଗଲା। ଏପଟେ ବାପା ଚଢେଇ ଗୋଟେ ବଡ କେକ୍ ନେଇ ଫେରୁଥିବା ସମୟରେ ରାନୁ କାଉ ଏପଟେ ଜୋର ସେ ଉଡି ଯାଇ ବାପା ଚଢେଇ ସହିତ ପିଟି ହେଇଗଲା ଆଉ ସେ ବଡ କେକ୍ ଟା ତଳେ ଗଳି ପଡିଲା। ସବୁ କିଛି ମାଟିରେ ମିଶିଗଲା ଆଉ ସେ କେକ୍ ମଧ୍ୟ ନଷ୍ଟ ହେଇଗଲା। ହାय, ଏ କଣ ହେଇଗଲା? ମତେ କ୍ଷମା କର ଭାଇ, ମୁଁ ଦେଖିପାରିଲିନି। ମୋ ଝିଅର ଆଜି ଜନ୍ମଦିନ, ଏ କେକ୍ ମୁଁ ତା ପାଇଁ ନେଇକି ଯାଉଥିଲି, ହେଲେ ଏ କେକ୍ ପୁରା ନଷ୍ଟ ହେଇ ସବୁ କିଛି ମାଟିରେ ମିଶିଗଲା। ମୁଁ ଏବେ ଘରକୁ ଯାଇ ତାକୁ କଣ କହିବି? ଓହୋ, ଜନ୍ମଦିନ ପାଳିଥାନ୍ତ? ଯାଅ, ଘରକୁ ଯାଇ ସୁଜିରେ ହାଲୁଆ କରି କାମ ଚଳେଇ ଦିଅ। ତାପରେ ବାପା ଚଢେଇ ରାଗିକି ସେଠୁ ଚାଲିଗଲେ। ଆହା, ସବୁ ମନସ୍କାମନା ଏବେ ମୋର ପୂର୍ଣ୍ଣ ହେଇଗଲା। ବେଲୁନ ସବୁ ଫାଟିଗଲା, କଲର ପେପର ସବୁ ନଷ୍ଟ ହେଇଗଲା ଆଉ ଏବେ ଏ କେକ୍ ବି ମାଟିରେ ପଡି ନଷ୍ଟ ହେଇଗଲା। ମୋ ଜଗୁ ଏବେ ଭାରି ଖୁସି ହେଇଯିବ। ତାପରେ ଟିକି ଚଢେଇ, ପରି ଆଉ ଟିଟୁ ଚଢେଇ ତାଙ୍କ ଘର ସାମ୍ନାରେ ବସିକି ମନ ଦୁଃଖରେ କାନ୍ଦୁଥିଲେ। ସେଇ ସମୟରେ ପାରା, ମିଠୁ ଶୁଆ ଆଉ ଛୋଟୁ ସମସ୍ତେ ଜନ୍ମଦିନ ସେଲିବ୍ରେସନ ପାଇଁ ଆସିଥିଲେ। ଟିକି ଭଉଣୀ, ଏସବୁ କଣ ହେଇଗଲା? ସବୁ ବେଲୁନ ଫାଟିଗଲା ଆଉ ସବୁ ପେପର ନଷ୍ଟ ହେଇଗଲା। ଆଉ ମିଠୁ, ତୁ ଜାଣିଛୁ କେକ୍ ଟା ବି ନଷ୍ଟ ହେଇଗଲା। ସମସ୍ତେ ଏମିତି ମନ ଦୁଃଖରେ କଥା ହଉଥିଲେ। ଠିକ ସେଇ ସମୟରେ
ପରୀର ନଜର ପଡିଲା ଦୂରରୁ ତା ଆଈ ଆସୁଥିବାର। ଆଈ ମୋ ଆଈ, ମାମା ଦେଖ ମୋ ଆଈ ଆସିଲେଣି। ଟିକି ଚଢେଇର ମା ମାନେ ପରୀର ଆଈ ସେଇ ସମୟରେ ଆସି ପରୀ ପାଖରେ ପହଞ୍ଚିଲେ। ଟିକି ମୋ ଝିଅ, ଏଇନେ ଇଏ ହଉଛି ମୋ ନାତୁଣୀ ଜନ୍ମଦିନର କେକ୍। ଆଉ ନେ ଏଇ ବ୍ୟାଗରେ ସବୁ କିଛି ସଜାସଜି ଜିନିଷ ଅଛି, ବହୁତ ବେଲୁନ ଅଛି, ଆଉ କଲର ବାଲା ପେପର ବି ଅଛି। ଯା ସବୁ ଗଛ ଘର ସଜେଇ ଦେ, ମୋ ନାତୁଣୀର ତାପରେ କେକ୍ କଟାଯିବ। ଏସବୁ ଦେଖି ସେଇଠି ଥିବା ସମସ୍ତ ପକ୍ଷୀ ଭାରି ଖୁସି ହେଇଗଲେ। ସାଙ୍ଗେ ସାଙ୍ଗେ ସମସ୍ତେ ମିଶି ବେଲୁନ ଚାରିଆଡେ ଲଗେଇଦେଲେ। ଟିକି ଚଢେଇ ଘର ସଜେଇ ଦେଲେ, ଆଉ ସବୁ ଗଛ ମଧ୍ୟ ସଜେଇ ଦେଲେ। ସେ କଲର ବାଲା ପେପର ସବୁ ଆଡେ ଲଗେଇଦେଲେ। ତାପରେ ପରୀର ବଡ କେକ୍ ଗୋଟେ ବଡ ଗଛ ଡାଳରେ ରଖାଗଲା। ଏସବୁ ଦେଖି ସେ କାଉ ମାନେ ଦୂରରେ ଥାଇ ଭାରି ମନ ଦୁଃଖ କରି କାନ୍ଦୁଥିଲେ। ପୁଅ ଜଗୁ, ତୁ କାନ୍ଦେ ନା। କିଏ ଜଣେ ଠିକ କହିଛନ୍ତି, କାହା ଉପରେ ଈର୍ଷା କରିବା ଠିକ କଥା ନୁହେଁ। ଦେଖିଲୁ ତୁ ପୁଣି ସେ ପରୀ ଠାରୁ ହାରିଗଲୁ, ଆଉ ମୁଁ ପୁଣି ସେ ଟିକି ଚଢେଇ ଠାରୁ ହାରିଗଲି। ଆଏ ବହୁତ ବହୁତ ଧନ୍ୟବାଦ ଆମକୁ। ବାସ୍ ବାସ୍, ମୁଁ କେମିତି ଭୁଲିଥାନ୍ତି, ଆଜି ମୋ ନାତୁଣୀର ଜନ୍ମଦିନ ବୋଲି। ହଁ ମା, ତମେ ଠିକ କହିଛ। ମୁଁ ତମକୁ ଡାକିବା ପାଇଁ ଭୁଲି ଯାଇଥିଲି, ହେଲେ ତମେ ମୋ ପରୀ ଜନ୍ମଦିନ କେମିତି ଭୁଲିଥାନ୍ତ। ଟିକି ଭଉଣୀ, ଆଉ ଡେରି କଣ ପାଇଁ? ଚାଲ ସମସ୍ତେ ମିଶି ପରୀର କେକ୍ କାଟିବା। Happy birthday Polly, happy birthday Polly, happy birthday Polly, happy birthday Polly। ତାପରେ ସବୁ ପକ୍ଷୀ ମାନେ ମିଶି ଏମିତି ପରୀର ଜନ୍ମଦିନ ବହୁତ ଧୁମଧାମ ରେ ପାଳନ କଲେ। କେକ୍ କାଟି ସାରିଲା ପରେ ସମସ୍ତେ କେକ୍ ଖାଇଲେ, ମିଠା ଖାଇଲେ, ଆଉ ଘରକୁ ଗଲେ।